এটা কোন ক্লাস? আমার বিদ্যালয়ের নাম কৈল শতপথী। বিদ্যালয়ের নাম কোন? সরকারি প্রাথমিক বিদ্যালয় বড়পাটের এতে তুমি কলে লাভ কম। বড়পাটে কো অবসর ପିଲାମାନେ ତମେ ସବୁ ଭଲ ମଣିଷ ହେବାର ଇଚ୍ଛା ଅଛି। ମୁଁ ଯାହା ପଚାରୁଛି ଟିକେ ଶୀଘ୍ର ଶୀଘ୍ର କହିବ। ତମେ ସବୁ ଭଲ ମଣିଷ ହେବାର ଇଚ୍ଛା ଅଛି ତ? ସବୁବେଳେ ପରିଷ୍କାର ପରିଚ୍ଛନ୍ନ ଆସିବ, ସବୁବେଳେ ପରିଷ୍କାର ପରିଚ୍ଛନ୍ନ ଆସିବ। ଡ୍ରେସ୍ ସଫା କରିକି ଘରେ ମା ମାନଙ୍କୁ କହିବ ଯେ ଟିକେ ଡ୍ରେସ୍ ଅପରିଷ୍କାର ହେଲେ ସେ ସଫା କରିବେ, ବୁଝିଲେ କି? ଆଉ ମା ମାନେ ତମକୁ ମୁଁ ଗୋଟେ କଥା କହୁଛି, ବେଶୀ ତ୍ରୁଟି ରଖିବ ନାହିଁ। ଫାଷ୍ଟ କହିଦେଉଛି, ତମେ ତ୍ରୁଟି ଅଧିକ ରଖିବନି ଝିଅ ପିଲାମାନେ, ବୁଝିପାରିଲ ତ? ତ୍ରୁଟି ବିଶେଷ ରଖିବେ ନାହିଁ। ଆଚ୍ଛା, ତମେ ସବୁ ଇଚ୍ଛା ଅଛି ଯେ ଶିକ୍ଷା ଲାଭ କରି ଭଲ ମଣିଷ ହେଲେ ତମ ଭିତରୁ କିଏ ଶିକ୍ଷକ ହେବ, କିଏ ଡକ୍ଟର ହେବ, କିଏ ଇଞ୍ଜିନିୟର ହେବ, କିଏ ବି ବହୁତ ପ୍ରକାର ଆଶା ତମଠି ଅଛି ନା? ଆଶାଟା ନାହିଁ କି? ତମର ଆଶା ଅଛି, ବାପା ମାଙ୍କର ଆଶା ଅଛି। ତମେ ବାପା ମାଙ୍କର ସ୍ୱପ୍ନକୁ ସାକାର କରିପାରିବ? ଟିକେ ବଡ଼ ପାଟିରେ କୁହ, ବାପା ମା ଯେଉଁ ସ୍ୱପ୍ନ ଦେଖିଛନ୍ତି ତମକୁ ଭଲ ମଣିଷ ଟିକେ କରିବା ପାଇଁକା, ତୁମେ ବାପା ମାଙ୍କର କଥାକୁ ସାକାର, ତାଙ୍କ ସ୍ୱପ୍ନକୁ ସାକାର କରିପାରିବ କି? ସେଥିପାଇଁ ସତରୁ ତୁମେ ପରିଶ୍ରମ ହୁଅ, ବୁଝିଲେ କି? ମନୋବଳ ଆତ୍ମାବଳ ଦୃଢ଼ କଲେ ଶିକ୍ଷା ମନେ ରହିବ। ଜଣେ ଜଣେ ପିଲା କହୁଥିବେ ଯେ ପାଠ ମୋଟେ ଭଲ ହଉନାହିଁ, କିନ୍ତୁ ପାଠ ଭଲ ହେବ କେମିତି? ତମର ମନୋବଳ ଆତ୍ମାବଳ ଦୃଢ଼ କର। ଫାଷ୍ଟ ମନୋବଳ ଆତ୍ମାବଳ ଯେତେବେଳେ ଏକ ହେଇଯିବ, ମୁଁ ଜଣେ ଭଲ ଶିକ୍ଷା ଲାଭ କରି ଜଣେ ଶିକ୍ଷକ ହେବି। ଝିଅ ମୁଁ କ'ଣ ବୁଝଉଛି ଟିକେ ଶୁଣ, ମୁଁ ମୋ ଉପରେ ଶୁଣ। ଯେତେବେଳେ ଭଲ ଶିକ୍ଷା ଲାଭ କରିକି ମୁଁ ଜଣେ ଶିକ୍ଷକ ହେବି, ଶିକ୍ଷକ ହେବି, ସେତେବେଳେ ତମର ମନୋବଳ ଯେତେବେଳେ ଦୃଢ଼ ହେଇଯିବ ତମର ଶିକ୍ଷା ଲାଭ ହବ, ମନେ ରହିବ, ବୁଝିଲ କି? ଆଚ୍ଛା, ଯେତେବେଳେ ବିଦ୍ୟାଳୟକୁ ଆସୁଛ, ଗୁରୁ ଯାହା ବୁଝଉଛନ୍ତି ତମକୁ, ତମେ ଯୋଉଟା ବୁଝି ନ ପାରୁଛ ଛିଡ଼ା ହେଇ ପଚାରୁଛ? ପୁଅ ପିଲାମାନେ ଛିଡ଼ା ହେଇ ପଚାରୁଛ ନା ଖାଲି ବସି ବସି ଯାଉଛ? ଚେକାସନରେ ବସ, ଛିଡ଼ା ହେଇ ପଚାରୁଛ? ଯଦି ଯେଉଁମାନେ ନ ପଚାରୁଛ ଏବେ ପଚାର, ଛିଡ଼ା ହେଇକି ଥରେ କ'ଣ 5 ଥର ପଚାର, ସାରେ ମୁଁ ଏଇଟା ବୁଝିପାରୁନାହିଁ। ଥର ବୁଝିପାରୁଛ? ତମକୁ କେହି ବାଡ଼େଇବେନି, କାରଣ ବର୍ତ୍ତମାନ ଦଣ୍ଡମୁକ୍ତ ଅଞ୍ଚଳ ହେଇଯାଇଛି। ତମକୁ କେହି ଦଣ୍ଡ ଦେବେ ନାହିଁ, ଠିଆ ହେଇକି ପଚାର, ଡରିବନି। ଆଚ୍ଛା, ଟ୍ୟୁସନକୁ ଯାଉଛ, ଯେଉଁଟା ବୁଝି ନ ପାରୁଛ ଶିକ୍ଷକଙ୍କୁ ପଚାରୁଛ ନା ଖାଲି ବସି ବସିକି ଆସୁଛ? କାରଣ ଘରେ ବହୁତ କଷ୍ଟରେ ପଇସା ତମକୁ ଦେଉଛନ୍ତି ଗୁରୁଙ୍କୁ ଦକ୍ଷିଣା ଦେବା ପାଇଁ ଯେ ଏବେ ଗୁରୁ ପୂର୍ଣ୍ଣିମା ଲାଗିଥିଲା, ଦଶ ପୂର୍ଣ୍ଣିମା, ବୁଝିଲେ କି? ଆମେ ବି ସେଦିନ ଗୁରୁ ପୂଜା କରୁଥିଲୁ, ଗୁରୁଙ୍କୁ ଦକ୍ଷିଣା ଦେଇଛୁ। ସମସ୍ତେ ଭାରତ ବର୍ଷରେ ସମସ୍ତେ ବି ସେ ଦଶ ପୂର୍ଣ୍ଣିମା ଦିନ ଯେଉଁ ଗଲା ଦଶ ପୂର୍ଣ୍ଣିମା, ସମସ୍ତେ ବି ଯେଉଁମାନେ ଗୁରୁ ଧର୍ମ ଗ୍ରହଣ କରିଛନ୍ତି ସମସ୍ତେ ବି ଗୁରୁଙ୍କୁ ଦକ୍ଷିଣା ଦେଇଛନ୍ତି, ଗୁରୁଙ୍କୁ ଦର୍ଶନ କରିଛନ୍ତି ସେଦିନ, ବୁଝିଲେ କି? ଆମ ଭାରତ ବର୍ଷରେ ପ୍ରଥମ ଆଦିଗୁରୁ ଶଙ୍କରାଚାର୍ଯ୍ୟ ଜନ୍ମ ହୋଇଥିଲେ, ବୁଝିଲେ କି? ପ୍ରଥମ ହେଉଛନ୍ତି ଆଦିଗୁରୁ ଶଙ୍କରାଚାର୍ଯ୍ୟ। ସେ 4 ଧାମରେ 4ଟି ମଠ କରିଛନ୍ତି। ତେଣୁ ସେ କଥା ଛାଡ଼, ବର୍ତ୍ତମାନ କ'ଣ ଋତୁ ବସିଛି? ବର୍ଷା ଋତୁ ବସିଛି। ତମେ ହେଉଛ ଛୋଟ ଛୋଟ ପିଲାମାନେ, ତମେ ଘରେ କୁହ ଗୋଟେ ରେନିକୋଟ୍ କିଣିଦିଅ। ତମେ ବର୍ଷା ହଁ, ଘରେ ବାପାଙ୍କୁ କୁହ ଯେ ଗୋଟେ ରେନିକୋଟ୍ କିଣିଦେବେ, ବର୍ଷାରେ କେବେ ତିନ୍ତିକି ଆସିବ ନାହିଁ। କଥାଟା ବୁଝିଲ? ବର୍ଷା ଯେହେତୁ
ବର୍ଷା ଋତୁ ପଶିଛି ନୂଆକି କୂଅରେ ସବୁ ବର୍ଷା ପାଣି ହେଇଛି ସେଇ ପାଣିଟାରୁ ଯେଉଁ ଜୀବାଣୁ ସବୁ ବର୍ତ୍ତମାନ ମାଛି ଡାଉଁଶ ପ୍ରବଳ ହେଇ ଚାଲିଛନ୍ତି ସେ କୂଅରେ ବି ନୂଆ ପାଣିରେ ବି ବହୁତ ଜୀବାଣୁ ହେଇଯାଉଛନ୍ତି ସେଇ ପାଣିଟା ଆମେ ପିଇବା ଦ୍ୱାରା ଆମକୁ ଜ୍ୱର ହେବ ଝାଡ଼ା ହେବ ଡେଙ୍ଗୁ ଜ୍ୱର ହେବ ମ୍ୟାଲେରିଆ ହେବ ଟାଇଫଏଡ୍ ହେବ ତେଣୁ ଆମେ କେମିତି କ'ଣ ବ୍ୟବହାର କରିବା କୁହ ଶତପଥୀ ଛିଡ଼ା ହୁଅ କେମିତି ପାଣିଟା ବ୍ୟବହାର କଲେ ଆମ ପ୍ରତି ବିପଦ ଆସିବନି ହାତ ତଳକୁ କର ହାତ ଟୋଟାଲ ତଳକୁ କର କେମିତି ଛିଡ଼ା ସିଧା ଛିଡ଼ା ହୁଅ କେମିତି ବ୍ୟବହାର କଲେ କିଏ କହିପାରେ କେମିତି ବ୍ୟବହାର କଲେ ଆମ ପ୍ରତି ବିପଦ ଆସିବନି ପୁଅ ଝିଅ ବସ ବେଶ ଜଳକୁ ଗରମ କରିକିରି ଗୋଟେ କପଡ଼ାରେ ଛାଣିକି ଘରେ କହିବ ମା ମାନଙ୍କୁ ବସ ମା ବସ ବସ କପଡ଼ାରେ ଗୋଟେ ବଡ଼ ପାତ୍ରକୁ ଗରମ କଲା ପରେ ପୁଣି ଆଉ ଗୋଟେ ପାତ୍ରକୁ କପଡ଼ାରେ ଛାଣିଦେବେ ଛାଣିକି ସେ ପାଣିଟା ଘୋଡ଼େଇକି ରଖିକି ଦିନ ଯାକ ତୁମକୁ ବ୍ୟବହାର କରିବାକୁ ଦେବେ ଯେତେବେଳେ ଟ୍ୟୁସନକୁ ଯିବ ଗୋଟେ ବୋତଲରେ ସେ ପାଣି ନେବ ଯେତେବେଳେ ବିଦ୍ୟାଳୟକୁ ଆସିବ ଗୋଟେ ବୋତଲରେ ସେ ପାଣି ନେବ ନାଇଁ କି ଆଉ ଡେଲି ଫୁଟା ପାଣିରେ ଗାଧାନ୍ତୁ ଝିଅ ସେ କାହା ସାଙ୍ଗରେ ବସ ଏଟା ପୁରା ବିଦ୍ୟାଳୟ ଏଟା କ'ଣ ହେଇଛି ଘର ସେମିତି ହେଲେ ଶିକ୍ଷା ମନେ ରହିବନି ଏଠି ସରସ୍ୱତୀ ଅଛନ୍ତି ଗଣେଶ ଅଛନ୍ତି ଗୁରୁ ଅଛନ୍ତି ବୁଝିଲେ କି ଏଟା ପୁରା ଗୁରୁମୟ ଜଗତ ଏଟା ହେଲା ପୁରା ଗୋଟିଏ ମଣିଷ ତିଆରି କରିବା କାରଖାନା ତେଣୁ ଫୁଟା ପାଣିରେ ଟିକେ ଗାଧାନ୍ତୁ ଶତପଥୀ ହାତ ଯୋଡ଼ିକି ବସନ୍ତୁ ନାହିଁ ହାତ ଛାଡ଼ିକି ବସନ୍ତୁ ହଁ ସେମିତି ବସନ୍ତୁ ଫୁଟା ପାଣିରେ ଗାଧାନ୍ତୁ ଯାହା ଦେହରେ ହଠାତ୍ କିଣି ଥଣ୍ଡା ହେଉଛି ଜ୍ୱର ହେଉଛି ସେ ଦିନେ ଗାଧେଇବା ଆଉ ଦିନେ ଧୋଇଲା ହେବ ସତ୍ୟ ନିଜ ଶରୀରକୁ ନିଜେ ସତର୍କ ଆମେ ଯେମିତି ମେଡ଼ିକାଲ ଯିବା ନାହିଁ କି ଆମ ବିପଦରେ ପଡ଼ିବାନି ଆଚ୍ଛା ବାହାର ଯେଉଁ ଖୋଲା ଜିନିଷ ବ୍ୟବହାର କରିବେ ନାହିଁ କାରଣ ମାଛି ଫାଛି ବସୁଛନ୍ତି ସେଇ ମାଛି ଦ୍ୱାରା ଆମ ଦେହକୁ ଜୀବାଣୁ ଯିବ ଏ ଜୀବାଣୁ ଯିବା ଦ୍ୱାରା ଡେଙ୍ଗୁ ଜ୍ୱର ମ୍ୟାଲେରିଆ ଟାଇଫଏଡ୍ ଏସବୁ ବ୍ୟାପିବ ମୋ କଥା ବୁଝିଲେ କି ତେଣୁ ବାହାର ଖୋଲା ଜିନିଷ ଖାଇବେ ନାହିଁ କି ବର୍ତ୍ତମାନ ଗାଁକୁ ଆସୁଛି ଦହିବରା ଦହିବରା ବ୍ୟବହାର କରିହନ୍ତୁ ନାହିଁ ଏ ସମୟରେ ବୁଝିଲ ଆଉ ଘରେ ବି ଖାଦ୍ୟ ଖାଇଲା ବେଳେ ମାଛି ବସେଇ ଦେବେ ନାହିଁ ଲାଟ୍ରିନ୍ ଗଲେ ଗୋଡ଼ ଧୋଇ ହେବ ଆଉ ଖାଇବା ପୂର୍ବରୁ ହାତ ଭଲକି ସାବୁନିରେ କୌଣସି ନିମାମରେ ଧୋଇ ହେବ ତେଣୁ ନିଜେ ସବୁବେଳେ ସତର୍କ ରହିବ ଯଦି ମା ମାନଙ୍କୁ କହିବ ଯେ 5ଟା ସମୟରେ ଉଠେଇବେ ବର୍ତ୍ତମାନ ଷଷ୍ଠ ହେଲା ବୁଝିଲେ କି ତୁମେ ଧୀରେ ଧୀରେ ବଡ଼ ହେବାକୁ ଯାଉଛ ବେଶୀ ଅଳସୁଆ ହୁଅ ନାହିଁ ଅଳସୁଆ ହେଲେ ଦୁଃଖ ପାଇବ ଯଦି ତମେ 5ଟା ବେଳୁ ଉଠିବାକୁ ଚେଷ୍ଟା କର କି ନହେଲେ 4:30ରୁ ଉଠିବାକୁ ଚେଷ୍ଟା କର ମା ମାନଙ୍କୁ ଆଜି ଜିଦ୍ଦି କରି କହିବ ଯେ ଆମକୁ ଅଳସୁଆ କରନା ବୁଝିଲେ କି ତମେ 4:30ରୁ ଆମକୁ ଡାକ କି ନହେଲେ 5ଟା ଭିତରେ ଅତି କମ୍ଟା 5ଟା ଭିତରେ ତମେ ଛୋଟ ପିଲା 4:30ରୁ ଛାଡ଼ 5ଟାରେ ଠିକ୍ ଉଠ 5ଟାରେ ଉଠିକି ଭଗବାନ ପାଇଁ ଟିକେ ଦୁଇଟା ଫୁଲ ତୋଳିଦେବ ନହେଲେ କୁଆଡ଼େ ଟିକେ ଧାଇଁ ଯିବ ଗୋଟେ ଦାନ୍ତ ବସିବ ଲାଟ୍ରିନ୍ ଯିବ ଗୋଟେ ଟ୍ୟୁସନକୁ ବାହାରିବ ମୋ କଥାଟା ବୁଝିଲେ କି ତମେ ଆଉ ଅଳସୁଆ ହୁଅ ନାହିଁ ଆଜି ଷଷ୍ଠ ହେଲା କାଲିକି ସପ୍ତମ ହେବ ତାପରେ ଅଷ୍ଟମ ଧୀରେ ଧୀରେ ବୟସ ଅତିକ୍ରମ ଚାଲିଛି ତମର ଯେଉଁ ଇଚ୍ଛା ଅଛି କିଏ ଶିକ୍ଷକ ହେବ କିଏ ଇଞ୍ଜିନିୟର ହେବ କିଏ ଓଭରସର ହେବ କିଏ ଡକ୍ଟର ହେବ ତମ ଇଚ୍ଛା ପୂରଣ ହେବା ପାଇଁ ତମେ ପରିଶ୍ରମୀ ହୁଅ ତମ ମନୋବଳ ଆତ୍ମାବଳ ଦୃଢ଼ କର ଶିକ୍ଷା ଉପରେ ବୁଝିଲେ କି ଆଉ ଗୁରୁମାନଙ୍କୁ ଅସମ୍ମାନ କରିବ ନାହିଁ ଗୁରୁ କିଏ ମା ହେଉଛନ୍ତି ପ୍ରଥମ ଗୁରୁ ବାପା ହେଲେ ଦ୍ୱିତୀୟ ଗୁରୁ ତାପରେ ଶିକ୍ଷା ଗୁରୁ ବିଦ୍ୟାଳୟରେ ଅଛନ୍ତି ଟ୍ୟୁସନରେ ଅଛନ୍ତି ଶିକ୍ଷା ଗୁରୁମାନେ ଗୁରୁମାନଙ୍କୁ କେବେ ଅପମାନିତ କରିବ ନାହିଁ ବୁଝିଲେ କି ଯଦି ବାପା ମା କେଉଁ ଜିନିଷଟା ଟିକେ ଅବହେଳା କରେ ତାଙ୍କୁ ବୁଝେଇଦେବ ତାଙ୍କୁ ଜିଦ୍ଦି କରିକି ରହିବ ନାହିଁ ବୁଝେଇଦେବ ଆମକୁ ଦିଅ କେଉଁଠୁ ଆଣିକି ବୁଝିଲେ କି ତାଙ୍କ ଭିତରେ ଝାମଲା ଫାମଲା କରିବ ନାହିଁ ତାପରେ ଆମେ ଯେଉଁ ସମସ୍ତେ ଗାଁ ଲୋକ କି ସାହି ଲୋକ ସହିତ ଚଳୁଛେ ତାଙ୍କୁ ଆମେ ଅସମ୍ମାନ କରି କଥାବାର୍ତ୍ତା କରିବ ନାହିଁ ତୁମେ ଭଲ ମଣିଷ ଗଲେ ରାସ୍ତା ମୁଁ କହିଦେଉଛି ସେମାନଙ୍କୁ ସମ୍ମାନ ଦେଇ କଥାବାର୍ତ୍ତା କରିବେ ଡାକିଲେ ଆଜ୍ଞା କରିବ ଯଦି କିଏ ଭାଇ ହେବେ କି ଜେଜ ହେବେ କି ଦାଦା ହେବେ ଆଜ୍ଞା ଦାଦା ଯାଉଛି କି ଆଜ୍ଞା ବାପା ଯାଉଛି କି ଆଜ୍ଞା ଭାଇ ଯାଉଛି ସବୁବେଳେ ସମ୍ମାନ ଦେଇ କଥାବାର୍ତ୍ତା କର ମନକୁ କ'ଣ ତମେ ବଡ଼ ମଣିଷ ହେଇଥିବ କି ତମେ ଆଗ ସଂସ୍କାର ଶିଖ
ବୁଝିଲେ କି ଜଣେ ଶିକ୍ଷକ ଡାକୁଛନ୍ତି ନାଁ ଧରିକିରି ଆଜ୍ଞା ସାର୍ ଯାଉଛି ବାପା ଡାକୁଛନ୍ତି ଆଜ୍ଞା ବାପା ଯାଉଛି କି ସାହିରୁ କିଏ ଜେଜ ହେବେ କି କିଏ ଦାଦା ହେବେ କି ଭାଇ ହେବେ ଡାକୁଛନ୍ତି ହଁ ଆଜ୍ଞା ଯାଉଛି ତାହେଲେ ସମ୍ମାନ ଦେଲେ ସମ୍ମାନ ପାଇବ ତମେ ଗୁରୁମାନଙ୍କୁ ଗୁରୁଜନମାନଙ୍କୁ ସମ୍ମାନ ଦେଲେ ସେ ତମକୁ ଅତି ଭଲ ପାଇବେ ଅତି ଆଦର କରିବେ ବୁଝିଲ କି ତମେ ତାକୁ ଅପମାନ କରିବନି ବାପା ମା ଯଦି କାହା ସହିତ କଳି ଝଗଡ଼ା କରୁଥିବେ ତମେ ବାହାରିକିରି କହିବନି କଳି ଝଗଡ଼ା କରିବନି ବାପା ମା ମନେକର କାହା ସହିତ କଳି ଲାଗିଛନ୍ତି ଆଜି ସେ କଳି ଲାଗିଲେ କାଲି ଏକାଠି ହେବେ ତମେ ଛୋଟ ପିଲାର ଯାଇକି ଉପରେ ପଡ଼ିକି କହିବନି ମାଆକୁ ସପୋର୍ଟ କରିବନି କି ବାପାକୁ ସପୋର୍ଟ କରିବନି କାହା ସହିତ ଛୋଟ ପିଲା ଦିନୁ ଅପ୍ରିୟ ହବ ନାହିଁ ବୁଝିପାରୁଛ ଆଉ ବିଦ୍ୟାଳୟ ଯେଉଁ ମଧ୍ୟାହ୍ନ ଭୋଜନ ଦିଆହେଉଛି ଯଦି ମା ମାନେ ଓଳାଓଳି କରିନାହାନ୍ତି ତମେ ଗୁରୁଙ୍କୁ ପଚାରିବ ଯାଇ କହିବ ଶିକ୍ଷକଙ୍କୁ କହିବ ଅଖରେ ଘର ଗାଈ ଟିକେ ବସେଇବନି ବୁଝିଲେ କି ଖାଇଲା ବେଳେ ମାଛି ଡାଉଁଶ ବସେଇବ ନାହିଁ ତେଣୁ ଯଦି ସ୍କୁଲ ଛୁଟି ହେଇଯାଉଛି ବର୍ଷାଟା ହେଉଛି କ'ଣ ସାଙ୍ଗେ ସାଙ୍ଗେ ତିନ୍ତି ବୁଡ଼ିକି ପଳେଇ ଯିବନି ଟିକେ ଅପେକ୍ଷା କରିବ ବୁଝିଲେ କି ବାଟରେ ଯିବା ସମୟରେ ଯଦି ବର୍ଷା ହେଲା ତାହେଲେ ଟିକେ କେଉଁ ବରଣ୍ଡାରେ ଅପେକ୍ଷା କରିବ ତିନ୍ତି ବୁଡ଼ିକି ନିଜ ଶରୀର ପ୍ରତି ବିପଦଟା ଆଣିବ ନାହିଁ ବୁଝିପାରିଲ ଆଉ ଶିକ୍ଷା ଗୁରୁ ଯାହା ପାଠ ଦେଉଛନ୍ତି ଚେଷ୍ଟା କର ଟିକେ ରାତିରେ ତାକୁ ମୁଖସ୍ଥ କରିକି କାଲି ସକାଳୁ କହିବା ପାଇଁକା ଟ୍ୟୁସନରେ ଗୁରୁ ଯାହା ପାଠ ଦେଉଛନ୍ତି ତାକୁ ବି ରାତିରେ ମୁଖସ୍ଥ କର ହସ୍ତାକ୍ଷର ଯେଉଁ ଲେଖୁଛନ୍ତି ଓଡ଼ିଆ ଲେଖୁଛନ୍ତି କି ଇଂଲିଶ ଲେଖୁଛନ୍ତି କି ହିନ୍ଦୀ ଲେଖୁଛନ୍ତି ଯାହା ଲେଖୁଛନ୍ତି ସବୁବେଳେ ଅକ୍ଷର ଗୁଡ଼ା ଗୋଲ ଗୋଲ କରିକି ଲେଖିବାକୁ ଚେଷ୍ଟା କରିବ ତମେ ଭଲ ମଣିଷ ପାଠଟା କହିଦେଉଛି ତାପରେ ତମ ଶିକ୍ଷା ଉପରେ କେବେ ଅବହେଳା କରିବନି କର୍ମ ଉପରେ ଅବହେଳା କରିବ ନାହିଁ ବୁଝିଲେ କି ଲାଟିନ୍ ସବୁବେଳେ ଠିକ୍ ଟାଇମରେ ଯିବେ ଦାନ୍ତ ଠିକ୍ ଟାଇମରେ ଘଷିବେ ବୁଝିଲେ କି ଠିକ୍ ଟାଇମରେ ଗାଧେଇବେ ତମେ ଛୋଟ ପିଲା ପେଟାଇମ୍ କୌଣସି ଜିନିଷଟା କରିବେ ନାହିଁ ଘରେ ବାପା ମା ଯାହା ଦେବେ ଆନନ୍ଦ ମନରେ ଖାଇବ ଅଶାନ୍ତି ହେବ ନାହିଁ କି ବାପା ମା ମନରେ ଦୁଃଖ ଦେବ ନାହିଁ ବୁଝିଲେ କି ବାପା ମା ତମକୁ କେତେ କଷ୍ଟ କରିକି ପଇସାଟା ଯୋଗାଉଛନ୍ତି ଧାର ଧାର କରି ପଇସାଟା ଯୋଗାଉଛନ୍ତି ଟ୍ୟୁସନ୍ ଫିସ୍ ଦେବା ପାଇଁକା ତମେ ଟ୍ୟୁସନ୍ ମାଷ୍ଟରଙ୍କୁ ଯେଉଁଟା ବୁଝି ନ ପାରୁଛ ସେ ଗୁରୁଙ୍କୁ ଥରକୁ 5 ଥର ପଚାରିବ ବସି ବସିକି ଆସିବନି ବହୁତ ପିଲା ଯାଉଛନ୍ତି ଟ୍ୟୁସନ୍କୁ ମୁଁ ବାଟରେ ଭେଟୁଛି ଆଜି କ'ଣ ପଢ଼ା ହେଉଥିଲା କି ସେ ବି ବିଷୟଟା କହିପାରୁନାହାନ୍ତି ଖାଲି ବାପା ମା ଡରରେ ଯାଉଛନ୍ତି ଟ୍ୟୁସନ୍କୁ ବୁଝିଲେ ଏସବୁ ଭୁଲ କରନ୍ତୁ ନାହିଁ ବୁଝିଲେ କି ଆଉ ମନେ ରହିଲା ତ ସମସ୍ତେ ଗୋଟେ ଗୋଟେ ରେନିକୋଟ୍ କିଣିବେ 1 ଦ୍ୱିତୀୟରେ ଉଷୁମ ପାଣିରେ ଗାଧେଇବେ 2 ତୃତୀୟରେ ପାଣି ଫୁଟେଇକି ଛାଣିକି ପିଅନ୍ତୁ 3 ଚତୁର୍ଥରେ ମାଛି ବସେଇବା ପାଇଁ ସତର୍କ ରୁହନ୍ତୁ 4 ପଞ୍ଚମରେ ବାହାର ଜିନିଷ ବ୍ୟବହାର କରନ୍ତୁ ନାହିଁ ଖୋଲା ଜାଗାରେ ଯେଉଁମାନେ ବିକୁଛନ୍ତି ଭରା ଭରା ବୁଝିଲ 6ରେ ଗୁରୁ ଗୁରୁଜନଙ୍କୁ ସମ୍ମାନ ଦିଅନ୍ତୁ 7ରେ ତମେ ଶିକ୍ଷା ପାଇଁ ମନୋବଳ ଦୃଢ଼ କରନ୍ତୁ ବୁଝିଲେ 8ରେ ତମେ ନିଜେ ସବୁବେଳେ ପରିଷ୍କାର ପରିଚ୍ଛନ୍ନ ରୁହନ୍ତୁ ଝିଅ ପିଲାମାନଙ୍କୁ ମୁଁ କହୁଛି ମା ମାନେ ତମେ ଅଧିକ ଚୁଟି ରଖନ୍ତୁ ନାହିଁ ବର୍ତ୍ତମାନ ପୁଅ ପିଲାର ସବୁ ଗୋଦାମରଦି ହେଇଗଲେଣି ଝିଅ ପିଲାମାନେ ସବୁ ଆଗେଇଲେଣି ପୁଅ ପିଲାମାନେ ମୋତେ ଅନେଇଲେଣି ରାଗିକିରି ତମେ ଯଦି ଏତେ ଏତେ ଚୁଟି ରଖିବ ବେଣି ପାରିବ କିଛି କରିପାରିବ ନାହିଁ ଜୀବନରେ ବୁଝିଲ ତେଣୁ ତମେ ସବୁବେଳେ ବୀର ଭଳିଆ ହୁଅ ଝିଅ ପିଲାମାନେ ଏ ପୁଅ ପିଲାମାନଙ୍କୁ ଦାବିକି ରଖ ହଉ ମୁଁ ଯାଉଛି ଆଉ ଦିନ ତମ ପାଖକୁ ଆସିବି ଠିକ ଅଛି।